ସମଗ୍ର ମାନବ ସମାଜ ପାଇଁ ଆମେ କରୁ। ସେ ହିନ୍ଦୁ ହୁଅନ୍ତୁ, ମୁସଲମାନ ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ, ବୌଦ୍ଧ, ଜୈନ, ଶିଖ ଯିଏ ବି ହୁଅନ୍ତୁ, ସମଗ୍ର ମାନବ ଜାତି ପାଇଁ କରୁ। ତା ସହିତ ଜୀବ ସେବା করে ଯେଉଁ জন, সেই জন সেবিতে ঈশ্বর, যত্র জীব তত্র শিব। ଯଦି ଜୀବଜଗତ ରହିବେ ନାହିଁ, ପାହାଡ଼ ପର୍ବତ ବୃକ୍ଷ ତରୁ ତୃଣ ଲତା ଇତ୍ୟାଦି ରହିବେ ନାହିଁ, ତା ସହିତ ମଣିଷ ବି ରହିବେ ନାହିଁ, ତେବେ ପୃଥିବୀର ମାନେ କ'ଣ? ଏଇ ପୃଥିବୀକୁ ସମସ୍ତେ ଆସିଛନ୍ତି, ଆକାଶକୁ କେହି ଆସିନାହାନ୍ତି। ଆକାଶ କେବଳ ଆମେ ଦେଖୁଛୁ ଗୋଟେ ନୀଳବର୍ଣ୍ଣର ଶୂନ୍ୟତା ହିଁ ଆକାଶ। ସେଠି ଅନେକ ତାରା ନକ୍ଷତ୍ର ଇତ୍ୟାଦି ଅଛନ୍ତି, କିନ୍ତୁ ସେଠିକି କେହି ମହାମାନବ ଯାଆନ୍ତି, ସେଇ ବାଟ ଦେଇକି ଯାଉଥିବେ ନିରାକାରଙ୍କ ପାଖକୁ, କିନ୍ତୁ ସେଠି କିଛି ନୀଳାଖେଳା ହୁଏନି। ସିଏ ସବୁ ଯେମିତି ଥିଲେ ସେମିତି ଅଛନ୍ତି, ବିଶ୍ୱର ଧ୍ୱଂସ ପର୍ଯ୍ୟନ୍ତ ରହିବେ। ସେଥିପାଇଁ କୁହାଯାଇଛି କାଳେ ବର୍ଷନ୍ତୁ ପର୍ଯ୍ୟନ୍ନ ପୃଥିବୀ ଶସ୍ୟଶାଳୀ। ସେ ଯାହା ହଉ, ଏଇ ପୃଥିବୀ ବକ୍ଷରେ ଯେତେବେଳେ ଅରାଜକତା ବ୍ୟାପେ, ଅନୀତି ବ୍ୟାପେ, ଅହଙ୍କାର ବ୍ୟାପେ, ଲୋଭ, ଈର୍ଷା, କ୍ରୋଧାଦି ଦୁର୍ଗୁଣ ଯାକ ଯେତେବେଳେ ମଣିଷକୁ ମାଡ଼ି ବସେ, ସେତିକି ବେଳେ ଜୀବେର ନିସ୍ତାର ଲାଗି ନନ୍ଦସୁତ ହରି ଭୁବନେ ପ୍ରକାଶ ହନ୍ ଗୁରୁ ରୂପ ଧରି। ଗୁ କହିଲେ ଗୁଣ, ରୁ କହିଲେ ରୂପ। ଏମିତି ପୃଥିବୀରେ ଗୋଟିଏ ରୂପ ନାହିଁ ଯେଉଁ ରୂପର ଗୁଣ ନାହିଁ। ଏମିତି କୌଣସି ସ୍ଥାନ ନାହିଁ ସେ ଗୁଣବିହୀନ ବା ରୂପବିହୀନ ସ୍ଥାନ। ସେଇ ଗୁରୁଙ୍କୁ ହିଁ କୁହାଯାଏ ନିର୍ଗୁଣ ଓ ଅରୂପଙ୍କର ଅବତାର। ଭଗବାନଙ୍କୁ ଆମେ ସବୁ ଡାକୁ, ଝୁଣ୍ଟି ପଇଲେ ଭଗବାନ କହୁ, କିନ୍ତୁ ଯଦି ପଚରାଯିବ ଭଗବାନଙ୍କୁ ତୁମେ ଦେଖିଛ କି, ବୋଧେ ଅନେକ ବହୁତ ଲୋକ କହିବେ ଆମେ ଦେଖିନୁ, ନା ଶୁଣିଛୁ। ବଳିଆ ଗୋଟିଏ ସଙ୍ଗୀତରେ ଲେଖିଛି, ଦେଖି ନାହିଁ ଭଗବାନଙ୍କୁ, ଦେଖିଛି ମୁଁ ଗୁରୁଦେବଙ୍କୁ। ମୁଁ ହୁଏତ ଭଗବାନଙ୍କୁ ଦେଖିପାରି ନାହିଁ, କିନ୍ତୁ ଭଗବାନ ଅଛନ୍ତି। କିନ୍ତୁ ମୁଁ ମୋର ଗୁରୁଦେବଙ୍କୁ ଦେଖିଛି। ଗୁରୁ ହେଉଛନ୍ତି କଥା କୁହା ଠାକୁର। ଠ କହିଲେ ଶୂନ୍ୟ, ଆ କହିଲେ ଆତ୍ମା, କୁ କହିଲେ ପୃଥିବୀ, ର କହିଲେ ରସ। ସେ ଆଖିର ଲୋତକ ଠାରୁ ବର୍ଷା ଜଳ ପର୍ଯ୍ୟନ୍ତ ସେ ହେଉଛନ୍ତି ରସ। ରସ ବୈଷ ବ୍ରହ୍ମ। ଇଏ ହେଉଛନ୍ତି ଠାକୁର। ଠାକୁର ମାନେ ଆବିର୍ଭାବ ହୁଅନ୍ତି କେବଳ ଆମମାନଙ୍କୁ ମାର୍ଗ ଦର୍ଶାଇବା ପାଇଁ। ତାର ଅର୍ଥ ହେଉଛି ମୋଟାମୋଟି ଏଇ ବାଟରେ ଯାଅ, ଏଇ ବାଟରେ ଯାଅ ନା। ତେଣୁ ଏଠି ଆପଣମାନଙ୍କର ପ୍ରାର୍ଥନାରେ ଆମେ ଶୁଣିଲୁ
ଆମେ ତ ସବୁଦିନ ଶୁକ୍ରବାର ବି ପ୍ରାର୍ଥନାଟି କରୁ। ଆମେ ଏତେ ଗୁରୁପ୍ରେମୀ ଯେ ଆପଣମାନେ ଆମଠୁ ବେଶୀ ଗୁରୁପ୍ରେମୀ ନିଶ୍ଚୟ ହେଇଥିବେ, କିନ୍ତୁ ବଳିଆ ଏତେ ଗୁରୁପ୍ରେମୀ ଯେ ମୁଁ ସବୁ ଗୁରୁଙ୍କୁ ମୋ ଗୁରୁ ରୂପରେ ମୁଁ ପୂଜା କରେ। ମୁଁ ଠାକୁର ନିଗମାନନ୍ଦଙ୍କର ଗୋଟେ ପବିତ୍ର ଶ୍ଲୋକକୁ ବର୍ଣ୍ଣନ କରେ। ମନ୍ନାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ସବୁ ଗୁରୁମାନଙ୍କୁ ବଳିଆ ସବୁବେଳେ ନିଜର ଗୁରୁ ରୂପରେ ପୂଜା କରେ। ସେମିତି ଠାକୁର ଅନୁକୂଳ ଚନ୍ଦ୍ର ଯିଏ ଯାହାଙ୍କର ସ୍ଲୋଗାନ ହେଉଛି ବନ୍ଦେ ପୁରୁଷୋତ୍ତମମ୍। ଏଇ ପୁରୁଷୋତ୍ତମ ଶବ୍ଦଟି 1 ନମ୍ବରରେ କେଉଁଠି ଥିଲା? ଜଗନ୍ନାଥଙ୍କ କ୍ଷେତ୍ର ଥିଲା ପୁରୁଷୋତ୍ତମ କ୍ଷେତ୍ର। ସର୍ବରହସ୍ୟ ପୁରୁଷୋତ୍ତମସ୍ୟ ଦେବନ ଜାନାତି କୃତ ମନୁଷ୍ୟ। କ୍ଷେତ୍ରାଣାଂ ସର୍ବକ୍ଷେତ୍ରାଣାଂ ରାଧାଶ୍ରୀ ପୁରୁଷୋତ୍ତମ ଦେବାନାଂ ସର୍ବଦେବାନାଂ ରାଧାଶ୍ରୀ ପୁରୁଷୋତ୍ତମ। ତେଣୁ ଏଇ ପୁରୁଷୋତ୍ତମ ଶବ୍ଦ ଆପଣମାନେ ଜାଣିଥିବେ। ଠାକୁର ଅନୁକୂଳ ଚନ୍ଦ୍ର ସେ ପୁରୀ ଆସିଥିଲେ। ଏବେ ବି ତାଙ୍କର ସ୍ମୃତି ପୁରୀ ଶ୍ରୀକ୍ଷେତ୍ରରେ ଅଛି। ଆପଣମାନଙ୍କର ପ୍ରସାଦର ଖଳାକୁ ଆନନ୍ଦ ବଜାର ବୋଲି କୁହାଯାଏ। ଏ ଆନନ୍ଦ ବଜାର ଶବ୍ଦଟି ଶହ ଶହ ବର୍ଷ ପୂର୍ବରୁ ପୁରୀ ଶ୍ରୀକ୍ଷେତ୍ରରେ ହେଇଥିଲା। ତେଣୁ ଜଗନ୍ନାଥ ସଂସ୍କୃତି ସହିତ ଆମର ଶ୍ରୀମନ୍ଦିର ଇଏ ଶବ୍ଦଟି ହଜାର ହଜାର ବର୍ଷ ପୂର୍ବରୁ ପୁରୀର ଜଗନ୍ନାଥଙ୍କ ମନ୍ଦିରକୁ ଶ୍ରୀମନ୍ଦିର କୁହାଯାଉଥିଲା। ଏହିସବୁ ପବିତ୍ର ଶବ୍ଦକୁ ଠାକୁର ଅନୁକୂଳ ଚନ୍ଦ୍ର ଅନୁମୋଦିତ କଲେ। ଏଇଠି ଯେଉଁ ପ୍ରାର୍ଥନାଟି ଆପଣମାନେ ଗାଇଲେ, ଆମେ ତ ଗାଉ ଶୁକ୍ରବାର ଦିନ, ସବୁଦିନ ଗାଉ, କିନ୍ତୁ ଶୁକ୍ରବାର ଦିନ ପୁରା ପ୍ରାର୍ଥନାଟି ଗାଉ। ଆପଣମାନେ କହିବେ ଆପଣ ତ ଶିଷ୍ୟ ନୁହଁନ୍ତି, ଆପଣ କାହିଁ? ଶିଷ୍ୟ ଶବ୍ଦର ଅର୍ଥ ହେଉଛି ଯିଏ ଶାସିତ, ଯିଏ ସଂଯମିତ, ସିଏ ହେଉଛନ୍ତି ଶିଷ୍ୟ। ଆମେ ଶାସିତ ସଂଯମିତ ନ ହୋଇପାରୁ, କିନ୍ତୁ ଆମେ ଶରଣାଗତ। ଆମେ ଯେଉଁଠି ଭଲ କଥାଟିଏ ଶୁଣିବୁ ଆମେ ତାଙ୍କୁ ମାନିବୁ। ଏଇ ଯେଉଁ ଓଡ଼ିଶାର ପଞ୍ଚସଖାମାନେ ପ୍ରଥମ କହିଥିଲେ ଅଜପା ମନ୍ତ୍ର। ଅଜପା ଗୋଟେ ମନ୍ତ୍ର କେଉଁଠି ଅଛି? ଅଜପା ମନ୍ତ୍ର ପଞ୍ଚସଖା ମାନେ କହିଥିଲେ 500 ବର୍ଷ ପୂର୍ବରୁ। ଜପଟି କରିବୁ ମନରେ ଅଜପାକୁ ଜପିବୁ, ନାମକୁ କରିବୁ ଭଜନ ଅନାମକୁ ଯାଇ। ଏଇ ଜପ ଶବ୍ଦଟାକୁ ଠାକୁର ଅନୁକୂଳ ଚନ୍ଦ୍ର ତାଙ୍କ ପ୍ରାର୍ଥନାରେ ଆପଣମାନଙ୍କୁ, ଆମମାନଙ୍କୁ, ସମସ୍ତଙ୍କୁ ଦେଲେ, ମାନବ ସମାଜକୁ ଦେଲେ। ଏବଂ ତା ପୂର୍ବରୁ ସେ କହିଲେ ନାମ କରିଦେଲେ ଯେ ତୁମେ ମହାପୁରୁଷ ହେଇଯିବ, ସେ କଥାକୁ ସେ କହିଲେନି। ସେ କହିଲେ ଛାଡ଼ରେ ମନ କପଟ ଚାତୁରୀ। ଇଏ ଦୁଇଟା ଜିନିଷକୁ ନ ଛାଡ଼ିଲେ ତମେ ପ୍ରାର୍ଥନା ଯଦି ଅଖଣ୍ଡ ପ୍ରାର୍ଥନା ବର୍ଷ ବର୍ଷ ଧରିକିରି କରିବ, ଓଳିଏ ଲେଖା ଖାଇକିରି, ମୁଁ ଗୋଟିଏ ଓଳି ଖାଇବି, ଗୋଟାଏ ବର୍ଷ ନାମ କରିବି, ଲାଭ ହେବ, କିନ୍ତୁ ପ୍ରକୃତ ଦେବତ୍ୱ ଜାଗ୍ରତ ହେବ ନାହିଁ। ଏବଂ ସିଏ କହିଲେ
ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପୂର୍ବରୁ ଚୈତନ୍ୟ କହିଥିଲେ। ଠାକୁର ଅନୁକୂଳ ଚନ୍ଦ୍ର ସେଇ କଥାକୁ କହିଲେ। ରାଧେ ଶବ୍ଦ ପୃଥିବୀରେ କେଉଁଠି କେଉଁ ଶାସ୍ତ୍ରରେ ନାହିଁ। କେବଳ ଚୈତନ୍ୟଙ୍କ ମୁଖରୁ ରାଧେ ଶବ୍ଦ ନିର୍ଗତ ହେଇଥିଲା। ଜୟଦେବଙ୍କ ଲେଖନୀରେ ରାଧାଙ୍କର ନାମ ଥିଲା। ଭାଗବତର କୌଣସି ପୃଷ୍ଠାରେ ରାଧାଙ୍କର ନାମ ନାହିଁ। ରାଧା କହିଲେ ଆରାଧନା। ତେବେ ଆପଣମାନେ ଏଠି ଯେଉଁ ଆରାଧନା କଲେ, ଏଇ ହେଉଛି ରାଧା ତତ୍ତ୍ୱ। ବର୍ତ୍ତମାନ ଠାକୁର ଅନୁକୂଳ କହିଲେ ଜୟ ରାଧେ ରାଧେ, କୃଷ୍ଣ କୃଷ୍ଣ, ସବୁ ଦୁଇ ଲେଖା କହିଲେ। ଜୟ ରାଧେ ରାଧେ, କୃଷ୍ଣ କୃଷ୍ଣ, ଗୋବିନ୍ଦ ଗୋବିନ୍ଦ ବୋଲରେ। ଗୋଟିଏ ରାଧେ ହେଉଛନ୍ତି ମୁଁ ନିଜେ। ମୁଁ ପ୍ରାର୍ଥନା କରୁଛି, ତାଙ୍କ ନାମ କରୁଛି ବା ଜପ କରୁଛି, ତେଣୁ ମୁଁ ରାଧେ। ଆଉ ଗୋଟିଏ ରାଧେ ଯାହାଙ୍କୁ ଜପୁଛି, ଯେଉଁ ନାମକୁ ଭଜୁଛି, ସେ ହେଉଛନ୍ତି ଆଉ ଗୋଟିଏ ରାଧେ। ମୁଁ ନିଜେ କୃଷ୍ଣ, ମୋର ଆତ୍ମା ହିଁ କୃଷ୍ଣ, ମୋ ଶରୀର ନୁହେଁ। ମୁଁ କୃଷ୍ଣ ହେଇ ଆଉ ଗୋଟେ କୃଷ୍ଣଙ୍କୁ ଭଜୁଛି। ସେ କେଉଁ କୃଷ୍ଣ? ଆକର୍ଷୟତି ଇତି କୃଷ୍ଣ, ଯିଏ ମୋତେ ଏଠିକି ପଠେଇଛନ୍ତି, ପୁଣି କୃପା କରି ତାଙ୍କ ପାଖକୁ ନେଇଯାଉଛନ୍ତି। ଜୟ ରାଧେ ରାଧେ, କୃଷ୍ଣ କୃଷ୍ଣ। ତାପରେ କହିଲେ ଗୋବିନ୍ଦ ଗୋବିନ୍ଦ, ପୁଣି ଦିଓଟି ଗୋବିନ୍ଦ କହିଲେ। ବହୁ ପୂର୍ବରୁ ଆଦି ଶଙ୍କରାଚାର୍ଯ୍ୟ କହିଥିଲେ ଭଜ ଗୋବିନ୍ଦମ୍ ସ୍ମର ଗୋବିନ୍ଦମ୍ ଗୋବିନ୍ଦମ୍ ଭଜ ମୂଢ଼ମତେ। 500 ବର୍ଷ ପୂର୍ବରୁ କହିଥିଲେ ଅତିବଡ଼ି ଜଗନ୍ନାଥ ଦାସ, ଗୁରୁ ଗୋବିନ୍ଦେ ଦିଅ ମନ, ଗମିବ ବୈକୁଣ୍ଠ ଭୁବନ। ଗୋଟିଏ ଗୋବିନ୍ଦ କିଏ? ସିଏ ହେଉଛନ୍ତି ମୋ ଭିତରେ, ଗୋ କହିଲେ ଇନ୍ଦ୍ରିୟ, ମୋ ଭିତରେ ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି, ଆଖି କାନ ନାକ ଇତ୍ୟାଦି, ତା ଭିତରେ ରହି ଯିଏ ମୋତେ ପରିଚାଳନା କରୁଛନ୍ତି, ସିଏ ହେଉଛନ୍ତି ଗୋବିନ୍ଦ। ଆଉ ଗୋଟିଏ ଗୋବିନ୍ଦ ହେଉଛନ୍ତି, ଅନେକ କହନ୍ତି ଗୋପାଳକ, କିନ୍ତୁ ଆଉ ଗୋଟିଏ ଗୋବିନ୍ଦ ହେଉଛନ୍ତି ପରମାତ୍ମା, ସର୍ବଶକ୍ତିମାନ, ନିର୍ବିକାର, ନିରାକାର, ମହା ଅନ୍ଧକାର ପ୍ରତୀକ। ଜୟ ରାଧେ ରାଧେ, କୃଷ୍ଣ କୃଷ୍ଣ, ଗୋବିନ୍ଦ ଗୋବିନ୍ଦ। ଏଇ ଯେଉଁ କଥା ପଦକ, ଏଇ ଶବ୍ଦଟି, ଏଇ ଧାଡ଼ିଟି ବଳିବାକୁ ଶୁଭିଥିଲା ବହୁତ ଦିନ, ବହୁ ବର୍ଷ ପୂର୍ବେ। ଜୟ ରାଧେ ରାଧେ, କୃଷ୍ଣ କୃଷ୍ଣ, ଗୋବିନ୍ଦ ଗୋବିନ୍ଦ ବଳରେ। ଆଉ କିଛି ଦେଇନଥିଲେ। ଏଇ ମନ୍ତ୍ରଟି ମୋତେ ସ୍ୱପ୍ନରେ କିଏ କହିଥିଲେ, ମୁଁ ଭାବୁଛି ଅନୁକୂଳ କହିଥିଲେ। ତେଣୁ ସଜ୍ଜନ, ଆପଣଙ୍କର ପୁଣ୍ୟ ପୋଥିକୁ ତ ଆପଣମାନେ ବହୁତ ପଢ଼ିଛନ୍ତି, ମୁଖସ୍ଥ ବି କରିଥିବେ। ଆମେ ଏମିତି ଗୋଟେ ଅଡ଼ୁଆ ମଣିଷ ଯେ ଆମକୁ ସମୟ ବି ହେଉନି କିଛି ମୁଖସ୍ଥ କରିବା ପାଇଁ। ତଥାପି ପୂର୍ଣ୍ଣ ପୋଥିଟିକୁ ପୁରା ପଢ଼ିଛି ବା ଟିକେ ଭାବିଛି। ଆଉ ସେତିକି ମଧ୍ୟ ଯଦି ଜଣେ ପାଳନ କରିବ, ପ୍ରକୃତରେ ପାଳନ କରିବ, ତାହେଲେ ସେ ଗୋଟେ ଭଲ ମଣିଷ ହେଇଯିବ। ଆଉ ମୁହଁରେ ମୁଁ କହିଦେବି ପୁଣ୍ୟପତ୍ରରେ ଲେଖା ହେଇଛି, ସେ ଅର୍ଥ ଯଶ ମାନ ପାଇବା ଆଶାରେ ଏମିତି ମୁଁ ବାଣୀ ଗୁଡ଼ିକ କହିଯିବି,
ଇଏ କାହା ବାଣୀ ନା ଅନୁକୂଳଙ୍କ ବାଣୀ। ଏମିତି ବାଣୀ ତ ସମସ୍ତେ କହୁଛନ୍ତି। ନିଗମାନନ୍ଦଙ୍କ ବାଣୀ, ଶ୍ରୀମା ଅରବିନ୍ଦଙ୍କ ବାଣୀ, ବାୟା ବାଣୀ, ଆଉ ସମସ୍ତେ କହୁଛନ୍ତି। ଇଏ ବାଣୀ ଗୁଡ଼ିକ କ'ଣ? ବାଣୀ ମାନେ ଗୋଟେ ମହତ୍ଵ କଥାକୁ ବାଣୀ ବୋଲି କୁହାହେଉଛି। ସେ ବାଣୀଟି ଆମେ କହୁଛେ ନା ପ୍ରକୃତ କରୁଛେ? ଯଦି କରୁଛେ ତାହେଲେ କିଞ୍ଚିତ ମାତ୍ର ହଉ ଆମକୁ ଫଳ ମିଳିବ। ପୂର୍ବେ ଯେଉଁ ମୋର ମାନସ ଗୁରୁ ବାବା ବାୟା କହିଲେ, ପୂର୍ବେ ଯେଉଁ କରିଥାଇ ସ୍ୱୀକୃତ କେଶବ କାର୍ଯ୍ୟ ଲାଗେ ତାର ଚେତ। ଆପଣମାନେ ସତ୍ସଙ୍ଗ କରୁଛନ୍ତି, ଗୁରୁ ଗ୍ରହଣ କରିଛନ୍ତି, ଏଇ ଯେଉଁ ଭାବନାଟା ଆପଣମାନଙ୍କ ଭିତରେ ସୃଷ୍ଟି ହେଇଛି, ଏଇଟା ଆପଣଙ୍କର ପୂର୍ବର ସ୍ୱୀକୃତ, ପୂର୍ବେ ସଞ୍ଚିତ, ପୂର୍ବ ଅର୍ଜିତ କର୍ମ ଫଳେ ଯାଚି ମୁଁ ଦେଉଥାଇ ବଳେ। ପୂର୍ବର ସ୍ୱୀକୃତ ଥିଲା ବୋଲି ଆଜି ଆପଣମାନେ ଗୋଟେ ସତ୍ସଙ୍ଗ ଭିତରେ ପ୍ରବେଶ କରିଛନ୍ତି। କିନ୍ତୁ ଗୋଟିଏ କଥା ମୋତେ ଅଡ଼ୁଆ ମଡ଼ୁଆ ଲାଗେ, ବୁଢ଼ିଆଣୀ ଜାଲ ଠାରୁ ଆହୁରି ଅଡ଼ୁଆ ଲାଗେ, ଯେ ମୁଁ ଜଣେ ଗୁରୁଙ୍କର ଶିଷ୍ୟ, ଆଉ ଜଣେ ଗୁରୁଙ୍କୁ ନମସ୍କାର କରିବି ନାହିଁ, ତାଙ୍କ ବହି ପଢ଼ିବି ନାହିଁ, ତାଙ୍କ ଫଟୋ ଦେଖିବି ନାହିଁ, ତାଙ୍କ ସ୍ଥାନକୁ ଯିବି ନାହିଁ। ତାହେଲେ କ'ଣ ହେଲା? ତାମାନେ ଯେଉଁ ଠାକୁର କହିଥିଲେ ସାମ୍ପ୍ରଦାୟିକ ଧର୍ମ ନା, ଠାକୁର ନିଗମାନନ୍ଦ କହିଥିଲେ ଅସାମ୍ପ୍ରଦାୟିକ ଭାବ। 5000 ବର୍ଷ ପୂର୍ବରୁ ଗୀତା କହିଥିଲେ ମାମେକଂ ଶରଣଂ ବ୍ରଜ। ଏ ବେଦାନ୍ତ କହିଥିଲେ ଏକ ଶବ୍ଦ ବିପ୍ରା ବହୁଧା ବଦନ୍ତି। ଆପଣମାନେ ଏମିତି ଅଡ଼ୁଆ କାହିଁ କରୁଛନ୍ତି? ଇଏ ଠିକ୍, ସିଏ ଭୁଲ, ସିଏ ଭୁଲ, ଇଏ ଠିକ୍। ତମକୁ ଯେଉଁଟା ଠିକ୍ ଲାଗୁଛି ତେବେ ତାକୁ ପଢ଼। କିନ୍ତୁ ଆଉ ଜଣେ ଯାହାକୁ ପଢ଼ୁଛି ତାକୁ ଅଙ୍ଗୁଳି ଦେଖାଇବା ପାଇଁ ତୁମେ କିଏ? ତୁମେ ନିଜେ ଚାଟଶାଳୀରେ ପଢ଼ୁଛ, କେଉଁ ଯାକେ ପଢ଼ିଛ? ୟୁପି କି ଏଲ୍ପି, ଏଲ୍ପି କି ୟୁପି କି ମାଟ୍ରିକ ପଢ଼ିଛ ତ ନିଜେ ଜାଣିନା, କିନ୍ତୁ ଅନ୍ୟକୁ କହୁଛ। ଇଏ ବାକ୍ଚାତୁରୀରେ କିଛି ନାହିଁ, ଜୀବର ଗତି ଅନୁଭବ ଉଦ୍ଧବେ କହିଲେ ମାର। ଦେଖନ୍ତୁ, ଗୋଟିଏ ଅକ୍ଷର ଅନନ୍ତ ନାମେ ଅନ୍ତ ନାହିଁ, ଅଣ ଅକ୍ଷରେ ଯାର ନାହିଁ। ଆପଣମାନେ ଯେଉଁ କ୍ଷେତ୍ରରେ ବର୍ତ୍ତମାନ ବସିଛନ୍ତି ସେ ଅନନ୍ତଙ୍କର କ୍ଷେତ୍ର। ଆପଣ କହିବେ ଅଟା ସିନା ହେଇଗଲା, 9ଟା ତାହେଲେ କ'ଣ ହେବ? ନିତ୍ୟାନନ୍ଦ ଯିଏ ନାମର ପ୍ରଚାରକ, ସିଏ ହେଉଛନ୍ତି ପ୍ରଥମ ଲୋକ, ହେଉଛନ୍ତି ନିତ୍ୟାନନ୍ଦ। ନିତ୍ୟ ଆନନ୍ଦ, ନିତ୍ୟାନନ୍ଦ। ଏବେ ବି ଗାଁ ଗହଳିରେ ତା ମାନେ ଜାଣିନାହାନ୍ତି, କିନ୍ତୁ ଭଜନ ନିତାଇ ଗୁରୁ କହୁଛନ୍ତି। ଆଉ ନ କୁ କହିଲେ ପୃଥିବୀ। ପୃଥିବୀ ଭିତରେ କେଉଁ ଜିନିଷଟା ତୁମେ ଯାହାକୁ ନିନ୍ଦା କରୁଛ ସେ ପୃଥିବୀରେ ଅଛନ୍ତି, ଯାହାକୁ ପ୍ରଶଂସା କରୁଛ ସେ ପୃଥିବୀରେ ଅଛନ୍ତି, ଯାହାକୁ ପୂଜା କରୁଛ ସେ ପୃଥିବୀରେ ଅଛନ୍ତି। ଏମିତି ବି କି ଲୋକ ଅଛନ୍ତି ଗୋଇଠା ବି ମାରୁଛନ୍ତି, ସେ ସେଇ ପୃଥିବୀର ଲୋକ। ତମେ ଗୋ ହତ୍ୟା କରୁଛ, ଆମେ ଗୋ ପୂଜା କରୁଛୁ, ସେ ସେଇ ପୃଥିବୀର କଥା। ତେଣୁ ଗୋଟିଏ ମହାପୁରୁଷଙ୍କର ଆବିର୍ଭାବରେ, ତାଙ୍କର ଦିଗ୍ଦର୍ଶନରେ ସମଗ୍ର ପୃଥିବୀ ଶାନ୍ତ ହୁଏ। ସ୍ୱସ୍ତି ପଦାବ୍ଦ ପରିପାଳୟ। ଆଉ କହିଲେ ଲକ୍ଷ୍ୟ, ତୁମ ଜୀବନର ଲକ୍ଷ୍ୟ କ'ଣ? ପାଟି ଜୋରେ
ଆଉ ତୁମେ ଲୟ ରଖିଛ କେଉଁଠିକି? ପାଦ ପଦ୍ମେ ଅଚ୍ୟୁତ କହିଲେ ପାଦମୟ, ତୁମେ ଯେବେ କୃପା କରିବ ମୋତେ ଥିବ ଆବରି, କୃତାନ୍ତକ କେଶ କରିବ ବୋଧ ସଡ଼ଇ। ତେବେ ମୋର ସବୁବେଳେ ଦରକାର କଥା କୁହା ଠାକୁର, ଯେଉଁମାନେ ପୃଥିବୀକି ଆସିଛନ୍ତି ସେ ଯଦିଓ ଦେହ ତ୍ୟାଗ କରିଛନ୍ତି ବା ଅଲକ୍ଷ୍ୟକୁ ଚାଲି ଯାଇଛନ୍ତି, ତଥାପି ତାଙ୍କର ବାଣୀ ତାଙ୍କର ଆଦେଶକୁ ଆମେ ଶୁଣିବା, ନ ମାନିବା ନାହିଁ। କିନ୍ତୁ ଆମେ ମାନିବାନି, ନ ମାନିବା ନାହିଁ, କିନ୍ତୁ ଶୁଣିବାର ଅସୁବିଧାଟା କ'ଣ? ସୋତା ବକତା ଯେ ପତାରି, ଇଏ ତିନି ଜଣ ଜାଣନ୍ତି। ଆଜିର ସମାଜରେ ସେଇ କଥାକୁ ମୁଁ ଦେଖିପାରେ ନାହିଁ, ସେଥିପାଇଁ ମୋତେ ଭଲ ଲାଗନ୍ତି ନାହିଁ, ମୋତେ ମୋର କିଛି ଆକର୍ଷଣ ଆସେ ନାହିଁ। ମୁଁ କହିଲି ନାଇଁରେ ବାବା ସେଗୁଡ଼ାକ ହେବନି, ଆଙ୍କ ପାଖରେ ବସିଲେ ଆମ ଭିତରେ ବି ସଂକୀର୍ଣ୍ଣତା ପ୍ରବେଶ କରିବ। ସେଥିପାଇଁ ଏଇ ଆପଣ ଦେଖିବେ ଦକ୍ଷିଣ ଦ୍ୱାରରେ ସବୁ ଗୁରୁମାନଙ୍କର ଫଟୋଚିତ୍ରକୁ ମୋ କୋଳରେ ବସେଇ ଗୁରୁ ପୂଜା କରି ସେ ଫଟୋ ଉଠେଇ ତାଙ୍କୁ ଆମେ ରଖିଦେଇଛୁ। ମୋତେ ଯେମିତି ଲାଗେ ସମସ୍ତେ ମୋର ଗୁରୁ, ସମସ୍ତେ ମୋ କୋଳରେ ତାଙ୍କ ଫଟୋ ରହିଛି, କିନ୍ତୁ ଇଏ ସେବକ ଝାଡ଼ୁଦାର ଭଳିଆ ତାଙ୍କ କୋଳରେ ବସିଛି। ଈଶାବାସ୍ୟମ୍। ଆଉ ବିଶେଷ କିଛି କହୁନେଇ। ଯେଉଁମାନେ ଆସିଛ ପିଲାମାନେ ବାବୁମାନେ, ତୁମମାନେ ବହୁତ ଜାଣିଥିବ। ମୁଁ ତ ଯାଇଥିଲି ଟିକେ ବୈଦ୍ୟନାଥ, କ'ଣ କହୁନାଥ କ'ଣ ତାକୁ କୁହନ୍ତି, ଏଇ ଦେଓଘରରେ ଗୋଟେ ଇଏ ଶିବ ଅଛନ୍ତି ବୈଦ୍ୟନାଥ, କିନ୍ତୁ ମୁଁ ବୈଦ୍ୟନାଥ ଗଲିନି। ମୋତେ ଭାରି ନିଦ ମାଇଲା, ମୁଁ ଖଟ ଉପରେ ଶୋଇଲି। ମୁଁ ରାତି ଯାକ ଶୋଇନଥିଲି, ଶୋଇଗଲି। ଆଉ ଉଠିଲି, ସିଧା ଗଲି ଠାକୁରଙ୍କ ଆଶ୍ରମକୁ ଗଲି। ବର୍ତ୍ତମାନର ଯିଏ ଆଚାର୍ଯ୍ୟ ତାଙ୍କ ସହିତ 5 ମିନିଟ୍ ସାକ୍ଷାତ ହେଲା। ସିଏ ପଚାରିଛନ୍ତି କି ନାଇଁ ମୋର ମନେ ପଡ଼ୁନି, ତାଙ୍କ ସାଙ୍ଗରେ ଯିଏ ଯାଇଥିଲେ ସେ କହିଲେ ବାବା ଆଉ କ'ଣ ଚାହୁଁଛନ୍ତି? ମୁଁ କହିଲି ଆଉ କ'ଣ ଚାହିଁବି, ଠାକୁରଙ୍କର କେଉଁଠି ସମାଧି, ସେ ଚାଲ ଟିକେ ମୁଣ୍ଡିଆ ମାରିବା। ସେଠିକି କରିକି ମୁଁ ଆଇଛି, ଆଉ ସବୁଦିନ ବି ମୁଣ୍ଡିଆ ମାରୁଛି। ପୁଣି ବି ଯିବି, କାହାକୁ ଜଣେଇକି ଯିବିନି, ଯିବି। ମୁଁ ସତ୍ୟ ସାଇଙ୍କ ଆଶ୍ରମକୁ ଯାଏ। ଆପଣମାନେ କହିବେ ମୁଁ ମାନେ ବାରଦାକୁ ଯାଏ ସମସ୍ତଙ୍କୁ, ନାଇଁ ନାଇଁ, ଯେଉଁଠି ମୋ ଶିଖିବା ପାଇଁ କିଛି ଅଛି ମୁଁ ସେଇଠିକି ଯାଏ। ତେଣୁ ମୁଁ ସେଇ ରାଧାଙ୍କର କିଙ୍କର, କୃଷ୍ଣଙ୍କର କିଙ୍କର, ସେଇ ରାଧାକୃଷ୍ଣଙ୍କୁ ମୁଁ ଅନନ୍ତ ରୂପରେ ପୂଜା କରେ। ମୋର ମୋତେ ବୟସ ହେଇଗଲାଣି, ମୁଁ ଆଉ କେଇଦିନ ମୁଁ ବି ଆଉ ରହିବି କି ନାହିଁ ସନ୍ଦେହ। କିଏ ରହନ୍ତୁ ନ ରହନ୍ତୁ, କିନ୍ତୁ ଯେଉଁ ମହାପୁରୁଷମାନେ ତାଙ୍କ ବାଣୀ ପ୍ରତିଷ୍ଠା ହେଉ, ଆପଣମାନେ ମାନେ ଶାନ୍ତିମୟ ଜୀବନ ଯାପନ କରନ୍ତୁ, ଏତିକି ପ୍ରାର୍ଥନା କରି ଅନୁକୂଳଙ୍କ ପାଦକୁ ସ୍ମରଣ କରି ବଳିଆ ରହୁଛି। ପୁଣି ଯେବେ ଇଚ୍ଛା ହେବ ଇଏ ଆପଣଙ୍କର ଆଶ୍ରମ, ଆପଣମାନେ ବହୁ ଭାବରେ ଆସିକିରି ମଧ୍ୟ ଏଠି ସତ୍ସଙ୍ଗ କରିପାରିବେ। ଆଉ ଆଚାର୍ଯ୍ୟଙ୍କୁ ବି ମୁଁ କହିକିରି ଆସିଥିଲି, ଆପଣ ଥରେ ଆସନ୍ତୁ। ସେ ବି କହିଥିଲେ ମୁଁ ଯିବି, ଚେଷ୍ଟା କରିବା ଦିନେ ତାଙ୍କୁ ଆଣିବା ପାଇଁ। ନ ଆସିଲେ ବି ଆମ ମନ ଦୁଃଖ ନାହିଁ, ଆସିଲେ ବି ଆନନ୍ଦ, ନ ଆସିଲେ ବି ଆନନ୍ଦ। କାରଣ ଯିଏ ସବୁବେଳେ ଆମ ପାଖରେ ଅଛନ୍ତି, ଏଠି ଅଛନ୍ତି, ଆଉ ଆସିବେ ନ ଆସିବେ କ'ଣ ହେଲେ। ହଉ, ଶେଷରେ ତୁମମାନଙ୍କୁ ଶୁଭେଚ୍ଛା ଦେଉଛି। ତୁମମାନେ ଜୀବନରେ ଗୁରୁ କୃପା ପ୍ରାପ୍ତ ହୁଅ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।